ଜୟ ଜଗନ୍ନାଥ ସମସ୍ତଙ୍କୁ ସୁପ୍ରଭାତ। ତ ଆମେ ଆଭରେଜ କ୍ଲାସ ପଢୁଥିଲେ, ତ ଆଭରେଜ ଆମେ ବଢିଆ ବଢିଆ କନସେପ୍ଟ ପଢିଥିଲେ, ଡେଭିଏସନ ମେଥଡ ବେସରେ ପଢିଥିଲେ। ତ ବହୁତ ଗୁଡିଏ କନସେପ୍ଟ ଶିଖି ଯାଇଛେ। ତ ମୁଁ ଦେଖୁଛି ଯେ ଆମ ବହୁତ ପିଲା ଆମ ସହିତ ଯୋଡି ହେଇନାହାନ୍ତି ଏପର୍ଯ୍ୟନ୍ତ। ତ ଯେତିକି ଜଣ ଆମ ଫ୍ୟାମିଲି ଥିଲେ ସେତିକି ଅଛି। ତ ଆପଣଙ୍କର ଏତିକି ରିକ୍ୱେଷ୍ଟ କି ଯଦି ଆପଣଙ୍କ କ୍ଲାସ ଭଲ ଲାଗୁଛି ତ ଫ୍ରେଣ୍ଡ ମାନେ ଦୟାକରି ଆପଣମାନଙ୍କ ଫ୍ରେଣ୍ଡ ସର୍କଲରେ, ଆପଣଙ୍କ ଏଜୁକେସନ ଗ୍ରୁପରେ ପ୍ଲିଜ ସେୟାର କରନ୍ତୁ, ଯାହାଦ୍ୱାରା କି ଆମକୁ ମଧ୍ୟ ଭଲ ଲାଗିବ ପଢିବା ପାଇଁ, ଆଉ ଆପଣ ମାନେ ମଧ୍ୟ ଭଲସେ ପଢିବେ। ଠିକ ଅଛି। ତ ଆଜି କ୍ଲାସରେ ଆମେ ଏଇ ଯୋଉ ଆଭରେଜ ର କନସେପ୍ଟ ଥିଲା ତାକୁ ଆଗକୁ ନବା ଆଉ ଭଲସେ ମଧ୍ୟ ପଢିବା। ଠିକ ଅଛି। ଦେଖନ୍ତୁ, ଆମେ ମୁଁ ଗୋଟେ ବହୁତ ବଢିଆ କନସେପ୍ଟ ବୁଝେଇବାକୁ ଯାଉଛି। ସବୁଠାରୁ ମୋଷ୍ଟ ଇମ୍ପୋର୍ଟାଣ୍ଟ କନସେପ୍ଟ ହଉଛି ସେଇଟା। ଆଭରେଜ ଯଦି ଆପଣ କିଛି କନସେପ୍ଟ ଜାଣିଥିବେ ତାହେଲେ ସେଇଟା ହଉଛି ସେଇ କନସେପ୍ଟ। ସେଥିରେ କିଛି ନାହିଁ, ବାସ୍ ଆପଣ ବୁଝିବା ସବୁଠୁ ବଡ ଇମ୍ପୋର୍ଟାଣ୍ଟ। ଦେଖନ୍ତୁ, ମୁଁ କହିବି 3 ଜଣ ଲୋକ ଅଛନ୍ତି, 5, 10 ଆଉ କେତେ 18। ଜଣ ପାଖରେ ଅଛି 5 ଟଙ୍କା, ଜଣ ପାଖରେ 10 ଟଙ୍କା, ଜଣ ପାଖରେ 18। ତ ଭାଇ ମାନେ ଦେଖିଲେ ଟୋଟାଲ ତାଙ୍କ ପାଖରେ କେତେ ଟଙ୍କା ହେଇଗଲା? 5, 10, 15, 15, 18 କେତେ ହେଲା ନା 33 ଟଙ୍କା ହେଇଗଲା। ଟୋଟାଲ କେତେ ଟଙ୍କା ହେଲା? 33 ଟଙ୍କା ହେଇଗଲା। ତ 33 ଟଙ୍କା ହେଲା ପରେ ଯଦି ମୁଁ କହିବି ସେମାନଙ୍କ ଆଭରେଜ କେତେ, ତାହେଲେ କେତେ କହିବେ ଆପଣ? 33 ଡିଭାଇଡ୍ ବାଇ 3 କେତେ ହେଇଗଲା? 11 ହେଇଗଲା। ସେମାନଙ୍କ ଆଭରେଜ କେତେ ହେଇଗଲା ନା 11 ହେଇଗଲା। ତ ମୁଁ କଣ କହିବି, ଜଣେ ଚତୁର୍ଥ ବ୍ୟକ୍ତି ଆସି ତାଙ୍କ ସହିତ ମିଶିବେ। ବୁଝିପାରିଲେ? ଇଏ 3 ଜଣ ଥିଲେ, ଜଣେ ଚତୁର୍ଥ ବ୍ୟକ୍ତି ଆସିକି ମିଶିବେ। ଆଉ ତାଙ୍କ ପାଖରେ ଯଦି ମୁଁ କହିବି 11 ଟଙ୍କା ଅଛି, କେତେ ଟଙ୍କା ଅଛି? 11 ଟଙ୍କା ଅଛି। ବର୍ତ୍ତମାନ ପାଇଁ ଏଇ 4 ଜଣଙ୍କର ଆଭରେଜ ମଧ୍ୟ କେତେ ହବ? ଯଦି ଆପଣ ମିଶେଇବେ ସବୁ ଯାକ କେତେ ହବ? 44 ଡିଭାଇଡେଡ୍ ବାଇ କେତେ? 4 କେତେ ହେଇଯିବ? 11 ହେଇଯିବ। ବୁଝିଗଲା? କେତେ ହେଇଯିବ? 44 ଡିଭାଇଡେଡ୍ ବାଇ 4। ଯଦି ଆପଣ ସବୁ ଯାକ ମିଶେଇବେ ହବ 44। ଯେହେତୁ 4 ଜଣ ଅଛନ୍ତି ତାହେଲେ କେତେ ହେଇଯିବ ନା ଡିଭାଇଡେଡ୍ ବାଇ 4, 11 ହେଇଗଲା। ତ ଏହା ଏଥିପାଇଁ ହେଲା, କଣ ପାଇଁ ଏଥିପାଇଁ ହେଲା? ସେଇ 11 ଥିଲା, ସେଇ ଆଭରେଜ ମଧ୍ୟ ସେଇ 11 ହେଲା। କଣ ପାଇଁ ନା ଏମାନଙ୍କର ଆଭରେଜ ହଉଛି 11। ଯଦି ଆଉ ଜଣେ ବ୍ୟକ୍ତି ଆସି ଏମାନଙ୍କ ସହିତ ମିଶୁଛନ୍ତି ତାହେଲେ ତାଙ୍କ ଆଭରେଜ, ତାର ଯଦି ମୂଲ୍ୟ 11 ଥିବ, ତାହେଲେ ମୋର କଣ ହବ ନା, ତାହେଲେ ମୋର ଏଇଆ ହବ ଯେ ଏଇ ଯୋଉ 4 ଜଣ ହେଇଗଲେ ତାଙ୍କ ଆଭରେଜ କେତେ ହବ ନା 11 ହବ। ଯଦି ମୁଁ କହିବି ଭାଇ ମାନେ ଏଇ 11 ବଦଳରେ, ଦେଖନ୍ତୁ ଭଲସେ ବୁଝନ୍ତୁ ଏଇଟା କନସେପ୍ଟଟା। ଯଦି ମୁଁ ଏଇ 11 ବଦଳରେ କହିବି ଆଉ ଜଣେ ବ୍ୟକ୍ତି ଆସିଲା ଯାହାର ମୂଲ୍ୟ ହଉଛି କେତେ ନା 15, କେତେ ହଉଛି ନା 15। ଠିକ ଅଛି। ଯଦି ଆପଣ ମାନେ ଦେଖିବେ ଟୋଟାଲ ହେଇଗଲେ କେତେ? 4 ଜଣ ଟୋଟାଲ ମିଶିଲେ କେତେ ହବ ଦେଖିଲେ? 5, 18, 23, 23, 10 କେତେ? 23, 10, 33, 33, 10, 43, 43, 5 କେତେ? 48 ହେଇଗଲା। ଟୋଟାଲ କେତେ ହେଇଯିବ ନା 48 ଡିଭାଇଡେଡ୍ ବାଇ 4। ତାହେଲେ ମୋ ଆଭରେଜ କେତେ ବାହାରି ପଇଲା? ଆଭରେଜ ବାହାରି ପଇଲା 12। ଯଦି ଆପଣ ବର୍ତ୍ତମାନ ଏଇ 4 ଜଣଙ୍କର ଆଭରେଜ ଦେଖିବେ, ବର୍ତ୍ତମାନ ଏଇ 4 ଜଣଙ୍କର ଆଭରେଜ ଦେଖିବେ, ତାହେଲେ କେତେ ହେଇଯାଉଛି? 12 ହେଇଗଲା। କଣ ପାଇଁ ଭାଇ ମାନେ 12 ହେଲା? ଯଦି ମୁଁ ପ୍ରଥମେ କହି, ଯଦି ଆପଣଙ୍କର ଯୋଉ ଚତୁର୍ଥ ବ୍ୟକ୍ତି ଆସିଲା ଯଦି 11 ନେଇକି ଆସିଥାନ୍ତା ତାହେଲେ ଆଭରେଜ କେତେ ହେଇଥାନ୍ତା? 11 ହେଇଥାନ୍ତା। କିନ୍ତୁ ବର୍ତ୍ତମାନ 12 ହେଇଯାଉଛି। କଣ ପାଇଁ ନା ଇଏ ଏକ୍ସଟ୍ରା 4 ଧରିକି ଆସୁଛି। କେତେ ଆସୁଛି? 4 ଧରିକି ଆସୁଛି। ଯୋଉ 4ଟା କଣ ହଉଛି ନା 4 ଜଣଙ୍କ ଭିତରେ ବଣ୍ଟା ହଉଛି। ବୁଝିପାରିଲେ? ତାହେଲେ ଯୋଉ 4ଟା କଣ ହଉଛି ନା 4 ଜଣଙ୍କ ଭିତରେ ବଣ୍ଟା ହଉଛି। ତାହେଲେ ମୁଁ ଆଭରେଜ କେତେ କହିପାରିବି? ଆଗରୁ ଥିଲା 11 ପ୍ଲସ ଏକ୍ସଟ୍ରା କେତେ ଧରିକି ଆସୁଛି ନା 4। ଏଇ 4 ଧରିକି ଆସୁଛି। କେତେ ଜଣ ହେଲେ? 3 ଜଣ ଥିଲେ, ଆଉ ଜଣ ଆସିକି ମିଶିଗଲା, ଟୋଟାଲ ହେଇଗଲେ 4 ଜଣ। ତାହେଲେ ମୋର କେତେ ହେଇଗଲା? 11 ପ୍ଲସ 1 କେତେ ହେଇଗଲା ନା ମୋର ହେଇଗଲା 18। ଠିକ ଅଛି। ସରି, 11 ପ୍ଲସ 1 କେତେ ହେଲା? 11 ପ୍ଲସ 1 ହେଇଗଲା କେତେ? କେତେ ହେଲା? 12 ହେଇଗଲା। କେତେ ହେଲା ଆପଣଙ୍କର? 11 ପ୍ଲସ 1 କେତେ ହେଲା ମୋର? ଆନ୍ସର ବାହାରି ପଡିଲା 12। ବୁଝିପାରିଲେ? ଆକ୍ଚୁଆଲି ଯୋଉ ଆଭରେଜ ଟା 12 କଣ ହେଲା ଜାଣିପାରିଲେ? ଯେହେତୁ ଇଏ 4 ଏକ୍ସଟ୍ରା ଧରିକି ଆସିଛି, ଏ ଟୋଟାଲ ଥିଲେ 4 ଜଣ, ତ 4 ମିଶିବେ, 4 ବାଇ 4 ହେଲେ କେତେ ନା ଏଇ 4 ଜଣ ଭିତରେ ବଣ୍ଟା ହବ। ବଣ୍ଟା ହେଲା ପରେ କଣ ହବ ନା 11 12 ହେଇଯିବ। 11ଟା କଣ ହେଇଯିବ ନା 12 ହେଇଯିବ। ଯଦି ମୁଁ ଆପଣଙ୍କୁ କହିଥାନ୍ତି ଇଏ 4 ବଦଳରେ ଇଏ କେତେ ଧରିକି ଆସିଥାନ୍ତା ନା ଧରିକି ଆସିଥାନ୍ତା, ମନେକର କେତେ ଧରିକି ଆସିଥାନ୍ତା ନା ଇଏ 4 ବଦଳରେ ଧରିକି ଆସିଥାନ୍ତା କେତେ ନା ମନେକର ଧରିକି ଆସିଥାନ୍ତା 7 ଧରିକି ଆସିଥାନ୍ତା। କେତେ ଧରିକି ଆସିଥାନ୍ତା ନା 7 ଧରିକି। ତାହେଲେ ବର୍ତ୍ତମାନ ମିଶେଇଲେ ଭାଇ ମାନେ କେତେ? 5, 10, 15, 15, 18, 33, 33, 7 କେତେ ନା 33, 7 ହେଇଯାଉଛି ଆପଣଙ୍କର କେତେ ନା 40 ହେଇଯାଉଛି। ତାହେଲେ କେତେ ହେଇଯାଉଛି ନା 40 ହେଇଯାଉଛି। ତ 4 ଜଣ ଅଛନ୍ତି, ଡିଭାଇଡ୍ ବାଇ 4 କେତେ ହବ
ନା 10 ହବ। କେତେ ହବ? 10 ହବ। ନୂଆ ଆଭରେଜ କେତେ ହବ? ନା 10 ହବ। ନୂଆ ଆଭରେଜ କେତେ ହବ? ନା 10 ହବ। ଯଦି 10 ହେଲା ତ ଦେଖନ୍ତୁ ଭାଇ ମାନେ ଆଗରୁ ଥିଲା 11, ବର୍ତ୍ତମାନ ହେଇଗଲା 10। କଣ ପାଇଁ? ଦେଖନ୍ତୁ ଯଦି ଇଏ 11 ଧରିକି ଆସିଥାନ୍ତା ତାହେଲେ ଆଭରେଜ ସେଇ 11 ଥାନ୍ତା, କିନ୍ତୁ ଯେହେତୁ ଇଏ 7 ଧରିକି ଆସିଛି, କେତେ କମ ଧରିକି ଆସିଛି? ନା 4 କମ ଧରିକି ଆସିଛି। କେତେ କମ ଧରିକି ଆସିଛି? 4 କମ ଧରିକି ଆସିଛି। ତାହେଲେ ବର୍ତ୍ତମାନ ଦେଖନ୍ତୁ ସେଇଭଳି ଭାବରେ ଯଦି ମୁଁ ଏମାନଙ୍କର ଆଭରେଜ କହିବି ତାହେଲେ ମୋର କେତେ ହବ? 11 ମାଇନସ କେତେ? ଯେହେତୁ ଏଟା ମାଇନସ ଅଛି, ମାଇନସ 4 ଧରିକି ଆସୁଛି, ସେଇ 4 ଜଣଙ୍କ ଭିତରେ ବଣ୍ଟା ହବ। ତାହେଲେ କଣ ହବ? ମାଇନସ ବାଇ 4, 11 ମାଇନସ 1 କେତେ ହେଇଯିବ ମୋର? ନା ଆନ୍ସର ହେଇଯିବ 10। ଦେଖନ୍ତୁ ଏଠି କାଢୁଥିଲି 10 ହେଇଥିଲା, ଏଠି କାଢୁଥିଲି ମଧ୍ୟ 10। ବୁଝିପାରିଲେ? ତ ଏଇଆ ହଉଛି ଆପଣଙ୍କର କନସେପ୍ଟ। ବୁଝିହଉଛି ନା ବୁଝିହଉନି? ବୁଝିହଉଛି ସମସ୍ତଙ୍କୁ? ସମସ୍ତେ କ୍ଲିୟର ଥିବେ ଆଉ ଏଇ କନସେପ୍ଟଟା ମଧ୍ୟ ସମସ୍ତେ ବୁଝିପାରୁଥିବେ। ଯଦି ସେଇ ଆଭରେଜ ଯଦି ତିନି ଜଣଙ୍କର ଯାହା ବି ଥିଲା ଆଭରେଜ, ଯଦି ଯୋଉ ଚତୁର୍ଥ ବ୍ୟକ୍ତି ଆସିଲା ତାର ଆଭରେଜ ଯଦି ସେତିକି ହୁଏ ତାହେଲେ କଣ ହୁଏ? ନା ସେ ଆଭରେଜ ସମାନ ରହିବ। ଯଦି ତାଠୁ କିଛି ଅଧିକ ଆଣିବ ତାହେଲେ ସେ ଯେତିକି ଅଧିକ ଆଣିବ ସମସ୍ତଙ୍କ ଭିତରେ ବଣ୍ଟା ହବ। ବୁଝିପାରୁଛ? ଯଦି କମ ଆଣିଲା ତାହେଲେ ସେଇ କମଟା ମଧ୍ୟ ସମସ୍ତଙ୍କ ଭିତରେ ବଣ୍ଟା ହବ। ଯାହା ଦ୍ୱାରା କଣ ହବ? ନା ଆଭରେଜ ଚେଞ୍ଜ ହବ। ବୁଝିହେଲା? ବୁଝିହେଲା ନା ବୁଝିହେଲା? ଆଇ ହୋପ କି ସମସ୍ତେ କ୍ଲିୟର ଥିବେ। ঠিক আছে? ତ ଏଇ ଉପରେ କିଛି କନସେପ୍ଟ ଉପରେ ବହୁତ ଗୁଡିଏ କ୍ୱେଶ୍ଚିନ୍ ଆସେ। ସେ କ୍ୱେଶ୍ଚିନ୍ କିଭଳି ଆମେ ତାକୁ କରିବା ପାଇଁ ଟ୍ରାଏ କରିବା, ଆଉ ଆପଣ ମାନେ କଣ କରିବେ? ନା କରିବା ପାଇଁ ଟ୍ରାଏ କରିବା। ଠିକ ଅଛି? ଦେଖନ୍ତୁ ଇଏ ଗୋଟେ ଟାଇପର କ୍ୱେଶ୍ଚିନ୍ ଆସେ। ଦେଖନ୍ତୁ ଇଏ ଗୋଟେ ଟାଇପର କ୍ୱେଶ୍ଚିନ୍ ଆସେ। ଇଏ ଗୋଟେ ଟାଇପର କ୍ୱେଶ୍ଚିନ୍। କଣ ଦେଇଛି କ୍ୱେଶ୍ଚିନ୍ ଦେଖନ୍ତୁ। The average mark of 14 student was calculated କେତେ? 71। ତାହେଲେ ଯୋଉ 14 ଷ୍ଟୁଡେଣ୍ଟ ଥିଲେ ତାଙ୍କ ଆଭରେଜ କେତେ କାଲକୁଲେଟ କରାଯାଇଛି? 71 କାଲକୁଲେଟ କରାଯାଇଛି। But it was later found that mark of one student had been wrongly entered 82 instead of 56 of another 74 instead of 32. So what is the correct average? ସେ କଣ କହିଛି ଭାଇ ମାନେ? 14 ଜଣ ପିଲା ଥିଲେ, ତାଙ୍କ ଆଭରେଜ ମାର୍କ କାଢିଲା ପରେ କେତେ ହଉଛି? ନା ମୋର 71 ହଉଛି। କିନ୍ତୁ ସେଠି ଗୋଟେ ମିଷ୍ଟେକ ହେଇଯାଇଛି। ଯାହାର ମାର୍କ କେତେ ଥିଲା? 56 ଥିଲା, ତା 56 ଟାକୁ କଣ କରାଯାଇଛି? ନା 42 ଭାବେ ନିଆଯାଇଛି। ଆଉ ଯାହାର କେତେ? 32 ଥିଲା, ତାକୁ କଣ କରାଯାଇଛି? ନା 74 ଭାବେ ନିଆଯାଇଛି। ବୁଝିପାରୁଛନ୍ତି? ତ ଏଇଭଳି କ୍ୱେଶ୍ଚିନ୍ ଆସିଲେ କେମିତି କରିବେ ଦେଖନ୍ତୁ। ଯେତେବେଳେ ତାର 56 ଥିଲା 42 ନିଆଯାଇଛି, 32 ଥିଲା 74 ନିଆଯାଇଛି, ତାହେଲେ ଏଇଟା ଭୁଲ, ଏଇଟା ଭୁଲ। ତାହେଲେ ଭୁଲ ଦିଟା ମିଶେଇ ଦିଅନ୍ତୁ। କେତେ? 42 ପ୍ଲସ 74 କେତେ? ଏତିକି ଭୁଲ ନିଆଯାଇଛି ନା, ତାହେଲେ କେତେ ହେଲା? 6, ଇଏ କେତେ ହେଇଗଲା? 116। ବୁଝିହଉଛି? କେତେ ହେଇଗଲା? 116। କିନ୍ତୁ ପ୍ରକୃତରେ ନବା କଥା କେତେ? 56 ଆଉ କେତେ? 32। ତାହେଲେ ଠିକ ଟାକୁ ମିଶେଇ ଦିଅନ୍ତୁ। କେତେ ହେଇଯିବ? 56 ପ୍ଲସ 32 କେତେ ହେଇଗଲା ମୋର? ନା 8, ଇଏ ହେଲା କେତେ? 8। ତାହେଲେ ଏତିକି ନବା କଥା, କିନ୍ତୁ ଭୁଲ ସେ କେତେ ନିଆଯାଇଛି? ନିଆଯାଇଛି। ତାହେଲେ ଭାଇମାନେ ଦେଖିଲେ କେତେ ଅଧିକ ନିଆଯାଇଛି? ଆପଣ ମାନେ କହିପାରିବେ? 116 88 ଭିଡି ଦବା, ତାହେଲେ କେତେ ହେଇଗଲା? 16 ରୁ 8 ଗଲେ କେତେ ହେଇଯିବ? ନା 8, ଏଠି ରହିଲା କେତେ ଆପଣଙ୍କର? 11, 11 ରୁ 8 ଗଲେ କେତେ? ନା 11 ରୁ 8 ଗଲେ କେତେ? ନା 3। ସରି କେତେ? 10 ରୁ 8 ଗଲେ କେତେ? ନା 2 ହେଇଯିବ। କେତେ? ତାଠୁ ମୁଁ କହିପାରିବି 28 ମାର୍କ ଟୋଟାଲ ଉପରେ ଅଧିକ ନିଆଯାଇଛି। ବୁଝିହଉଛି ନା ବୁଝିହଉନି? ବୁଝିପାରିଲେ? ଠିକ ମାର୍କ ହଉଛି ଏତିକି, କିନ୍ତୁ ଅଧିକ କେତେ ମାର୍କ ନିଆଯାଇଛି? 116 ନିଆଯାଇଛି। ତାହେଲେ କେତେ ମାର୍କ ଅଧିକ ନିଆଯାଇଛି? ଏଟା ଅଧିକ ମାର୍କ, ଯେହେତୁ ପ୍ଲସ ବାହାରିଲା କଣ ହେଲା? ଅଧିକ ମାର୍କ ନିଆଯାଇଛି। ତାହେଲେ 71 ହଉଛି ଆଭରେଜ, ଅଧିକ ମାର୍କ ଏତିକି ନିଆଯାଇଛି। କେତେ ଜଣ ପିଲା ଅଛନ୍ତି ଭାଇ? ମାନେ 14 ଜଣ। ତାହେଲେ ୟା ଅର୍ଥ ମୁଁ ଆଗରୁ 28 ଅଧିକ ନିଆଯାଇଛି କେତେ ଜଣ ପିଛା? 14 ଜଣ ପିଛା। ତାହେଲେ ମୋର ନୂଆ ଆଭରେଜ କେତେ ବାହାରିବ? 71। ଯେହେତୁ ଏଟା ଅଧିକ ନିଆଯାଇଛି ତାହେଲେ ମାଇନସ କରିବି, ମାଇନସ 28। ଏଟା ଅଧିକ ନିଆଯାଇଛି ତା କମେଇ ଦେବି 28। କେତେ ଜଣ ଭିତରେ ବଣ୍ଟା ହବ? ନା 14 ଜଣ ଭିତରେ ବଣ୍ଟା ହବ। ଯେହେତୁ ଅଧିକ 14 ଜଣ ଭିତରେ ନିଆଯାଇଛି ତାହେଲେ କେତେ ହବ? 71 ମାଇନସ କାଟିଲେ କେତେ ହେଇଯିବ? ନା 2 ହେଇଯିବ। ମାଇନସ 2, ତାର ମୋର କେତେ ବାହାରି ପଡିବ? ନା 69 ବାହାରି ପଡିବ। କେତେ ବାହାରି ପଡିବ ଆନ୍ସର? ଅପସନ ନମ୍ବର 3 ହେଇଛି ଆପଣଙ୍କ କରେକ୍ଟ ଆନ୍ସର। କେତେ ହେଇଯିବ? ନା 69। ଠିକ ଅଛି? ଠିକ ଅଛି ନା ଠିକ ନାହିଁ? ବୁଝିପାରୁଛନ୍ତି ସମସ୍ତେ? ଆଇ ହୋପ କି ସମସ୍ତେ କ୍ଲିୟର ଥିବେ। ଯଦି ବି ଭାଇ ମାନେ ଆପଣ କ୍ଲିୟର ନ ହଉଛନ୍ତି, ଯଦି ବି କିଛି ବି ଡାଉଟ ରହିଯାଉଛି, ତାହେଲେ ଆମର ଟେଲିଗ୍ରାମ ଗ୍ରୁପରେ ଜଏନ ହେଇକି ଆପଣ ମାନେ ସେଠାରେ ଆପଣମାନଙ୍କର ମେସେଜକୁ ସେୟାର କରିବେ ଯଦି କିଛି ବି ଡାଉଟ ରହୁଛି। ଆଉ ଯଦି କ୍ଲାସ ଆପଣଙ୍କୁ ଟିକେ ଭଲ ଲାଗୁଛି
ତାହେଲେ ମୁଁ ଆପଣଙ୍କୁ ଏତିକି ରିକ୍ୱେଷ୍ଟ କରୁଛି କି ଆପଣଙ୍କ ଫ୍ରେଣ୍ଡ ସର୍କଲରେ ଭାଇମାନଙ୍କୁ ଆପଣ ଜଣାନ୍ତୁ। ଠିକ ଅଛି, ତାପରେ ଦେଖିବା, ତାପରେ କ୍ୱେଶ୍ଚିନ୍ ଦେଖିବା। କଣ ଦେଇଛି? average weight of a three man A B C କେତେ 84। D judge the average weight of the four became କେତେ 80। if whose weight is 3 kg more than B replace A, the average weight of a B C D E became କେତେ 79। then what is the average weight of the weight of A କେତେ? এটা টেকনিক্যাল কোশ্চেন। যদি ଆପଣ କନସେପ୍ଟ କ୍ଲିୟର ନଥିବ ତାହେଲେ ସେଇ କନସେପ୍ଟରେ ଆପଣ ମାନେ ବୁଝିପାରିବେ। ଦେଖନ୍ତୁ କଣ ଦେଇଛି ହେଲା, ଏ ବି ସି ତିନି ଜଣଙ୍କ ଆଭରେଜ କେତେ ଥିଲା? 84 ଥିଲା। କେତେ ଥିଲା? 84 ଥିଲା। କେତେ ଥିଲା? 84 ଥିଲା। କଣ କଲା ତା ଡି ଜଏନ୍ କଲା। ଡି ଜଏନ୍ କଲା ପରେ ସେମାନଙ୍କ ଆଭରେଜ କେତେ ହେଇଗଲା? ନା 80 କେଜି ହେଇଗଲା। 80 କେଜି ହେଇଗଲା। ଦେଖନ୍ତୁ ତିନି ଜଣ ଥିଲେ, ତିନି ଜଣ ଆଭରେଜ କେତେ ଥିଲା? 84 ଥିଲା। ତାହେଲେ ଡି ଆସିକି ମିଶିଲା, ତାଙ୍କ ଆଭରେଜ କେତେ ହେଇଗଲା? ନା 80 ହେଇଗଲା। ତାର ତ ଭାଇ ମାନେ ସମସ୍ତଙ୍କର କଣ ହେଲା? 4 4 କମିଗଲା। ଯେମିତି ଆପଣ ମାନେ ଦେଖନ୍ତୁ ଏଠି ଷ୍ଟାର୍ଟିଂ ରେ ଦେଖନ୍ତୁ କଣ ହେଲା, ଯେତେବେଳେ -4 ଯେତେବେଳେ 1 ଲେଖା କମିଗଲା, ତାହେଲେ 1 ଲେଖା କେତେ ଅଙ୍କ କମିଲା ଭାଇ? 4 ଜଣଙ୍କର କମିଲା। ତାହେଲେ 1 ଗୁଣନ 4, ତାହେଲେ କଣ ହେଲା? ଜଣଙ୍କଠୁ ଗୋଟେ ଗୋଟେ କମିଲେ 4 ଜଣଙ୍କୁ 4 କମିଗଲା। 4 ଙ୍କ ଟୋଟାଲ କେତେ କମିଲା? 4 କମିଗଲା। ସେଇଭଳି ଭାବେ ମୁଁ ଦେଖନ୍ତୁ ଭାଇ ମାନେ, ସେଇଭଳି ଭାବେ ଯେତେବେଳେ ଡି ଜଏନ୍ କଲା 80 ହେଇଗଲା। ତାହେଲେ ତିନି ଜଣ ଥିଲେ, ବର୍ତ୍ତମାନ ସେ 4 ଜଣ ଏ ବି ସି ଡି କେତେ ହେଇଗଲା? ନା 80 ହେଇଗଲା। ତାର ତ ମୁଁ କହିପାରିବି ଏଠି କେତେ କମିଲା? ନା 4 କମିଲା। ଟୋଟାଲ 4 ଜଣଙ୍କ ତାହେଲେ କେତେ କମିଲା? ଜଣକା ଲାଗୁଛି 4 କମିଲା, ତ ଟୋଟାଲ 4 ଜଣ କେତେ କମିଲା? 4 ଗୁଣ 4 ପ୍ଲସ 4 କେତେ? 4 ଗୁଣ 4 କେତେ ହେଲା? ନା 16। ୟାର ତ ତାର ଟୋଟାଲ ୱେଟ କେତେ ଥିବ? ନା ଟୋଟାଲ ୱେଟ କେତେ ଥିବ? ନା ଟୋଟାଲ ୱେଟ 16 କମି ଯାଇଛି। ଟୋଟାଲ ଉପରେ 16 କମି ଯାଇଛି। ତାର ତ ସେ 84 ହେଇଥାନ୍ତା, ତାହେଲେ ତାର କେତେ ହେଇଥାନ୍ତା? ତାର ସେଇ ଆଭରେଜ କେତେ ହେଇଥାନ୍ତା? ନା ଆଭରେଜ ହେଇଥାନ୍ତା କେତେ? ନା ଆପଣଙ୍କର ସେ 84। ଯେହେତୁ ସେ କଣ ହେଇଛି ନା ସବୁଥିରୁ 4 କମି ଯାଇଛି, ତାହେଲେ ମୁଁ କହିପାରିବି ଆପଣଙ୍କର ଆଭରେଜ ୱେଟ କେତେ? ସରି, ଡି ର ୱେଟ କେତେ ମୁଁ କହିପାରିବି? ଡି ର ୱେଟ କେତେ କହିପାରିବି? ଡି ର ୱେଟ କେତେ କହିପାରିବି? 84 ହେଇଥିଲେ ତାର 84 ଥାନ୍ତା, କିନ୍ତୁ 16 କମି ଯାଇଛି, -16। ତାହେଲେ ମୋର କେତେ ହେଲା ଭାଇ ମାନେ ଦେଖିଲେ? ତାହେଲେ କେତେ ହେଲା? 14 ରୁ 6 ଗଲେ ହେଇଗଲା 8, 14 ରୁ 6 ଗଲେ 8, ଏଠି ହେଲା 7, 7 ରୁ 6। ତା ଅର୍ଥ ମୁଁ କହିପାରିବି ଡି ର ୱେଟ କେତେ? 68। ଠିକ ଅଛି, ଡି ର ୱେଟ କେତେ? 68 ଅଛି। ତାପରେ ଇ ହୁଜ ୱେଟ କେତେ? 3 କେଜି ମୋର ଦ୍ୟାନ ଡି। ତାହେଲେ ଇ ଜଣେ ଆସିକି ମିଶିଲା ଯାହାର କଣ ନା 3 କେଜି ଅଧିକ, କାହା ଅପେକ୍ଷା? ନା ଡି ଅପେକ୍ଷା। ତାହେଲେ ଇ ର ୱେଟ କେତେ ମତେ କହିଲେ ଭାଇ ମାନେ? 68 ପ୍ଲସ 3 କେତେ ହେଇଗଲା ମୋର? 71 କେଜି। କେତେ ହେଇଗଲା? 71। ତ ଆଭରେଜ ୱେଟ ଅଫ ବି ସି ଡି ଇ ବିକମ୍ କେତେ? 79। କେତେ ହେଲା? 79। ବର୍ତ୍ତମାନ କହିଲା, ବର୍ତ୍ତମାନ କଣ କହିଲା? ନା 71। ତାହେଲେ ଇ ର ୱେଟ କେତେ? ନା 71। ବର୍ତ୍ତମାନ କଣ କହିଲା? ନା ସି ଡି ଇ ଏମାନଙ୍କର ଆଭରେଜ ୱେଟ କେତେ? 79। କଣ କାହାର କାହାର? ନା ସି, ତାପରେ କଣ ସରି ବି ସି ପ୍ଲସ ଡି ପ୍ଲସ ଇ, ତାଙ୍କର ଆଭରେଜ ୱେଟ କେତେ? ନା 79। କେତେ ଅଛି? ନା 79। ବୁଝି ହଉଛି ନା ବୁଝି ହଉନି? 79। ସେ ପଚାରିଛି କଣ? ୱେଟ ଅଫ ଏ। ବୁଝି ହଉଛି ଭାଇ ମାନେ? ତାହେଲେ ଭାଇ ମାନେ ଦେଖିଲେ ଭାଇ ମାନେ ମୋର ଗୋଟେ ଜିନିଷ, ଯଦି ଏ ବି ସି ଏଇ ତିନି ଜଣଙ୍କର ୱେଟ ହଉଛି କେତେ? 84 କେଜି। କେତେ? 84 କେଜି। ଆଉ ଗୋଟେ କଥା ଦେଖନ୍ତୁ, ଇ ର ଏଜ ହଉଛି ୱେଟ ହଉଛି କେତେ? 71 କେଜି। ତାହେଲେ ମତେ ଗୋଟେ କଥା କହିଲେ, ଏ ବି ସି ତାହେଲେ ତାଙ୍କର ଟୋଟାଲ ୱେଟ କେତେ ହବ? ଟୋଟାଲ ୱେଟ ଆପଣ ମାନେ କେମିତି କହିପାରିବେ? 84 ଗୁଣନ 3, 3 କୁ 12, 2 1 1, 8 3 24 କେତେ? ନା 25, 252। ତାହେଲେ ମୁଁ କହିପାରିବି ଏ ବି ସି ର ୱେଟ କେତେ? ନା 252। କେତେ? 252। ତାହେଲେ ମତେ ଗୋଟେ କଥା କହିଲେ 252। ବର୍ତ୍ତମାନ ଗୋଟେ କଥା କୁହନ୍ତୁ, ଏ ବି ସି ଡି ଏମାନଙ୍କର କେତେ? ଏଇ 4 ଜଣଙ୍କର ୱେଟ କେତେ ହଉଛି? ନା ଆଭରେଜ ୱେଟ ହଉଛି 80। କେତେ ହଉଛି? ନା 80। ତାହେଲେ ଏ ବି ସି ଡି ଇ, ତାହେଲେ ଏ ବି ସି ଡି ତାଙ୍କର ଆଭରେଜ ୱେଟ କେତେ? ନା 80। ଟୋଟାଲ ୱେଟ କେତେ?
4 into 80 केते हे जे आपनकर ना 320 केते हे जीवो 320 बुझी होची वर्तमान बी सी डी हो 79 तमन टोटल कहबी केते हे जो 79 into 4 केते हेला भाई मान देखिले मोर ना 9 चौक केते 9 चौक 36 6 रे 3 7 चौक 28 28 3 केते 316 ता तो मु कहि परिबी बी सी डी ई रो 316 ताको 252 तापर आकर केते ना 320 वर्तमान जदि मु एइटार एटा माइनस करिवि कोटा एइटार एटा माइनस करिवि তাহলে বি কটি যে বি কটি যে সি কটি যে সি কটি যে ডি কটি যে ডি কটি যে কেতে হিজো এ সরি কেতে হিজো ই মাইনস এ ମୁଁ ଏଇଟାର ଏଟା ମାନେ ତେଣୁ 320 ଅଛି 316 ଅଛି ତାହେଲେ ଏ ମାଇନସ ଇ କେତେ ହେଇଯିବ ମୋର ନା 4 ହେଇଯିବ ଏ ମାଇନସ ଇ କେତେ ହେଇଯିବ 4 ହେଇଯିବ ତା ଅର୍ଥ ମୋର ଦେଖିଲେ ଭାଇ ମାନେ ଏ ମୋର କେତେ ହେଇଯିବ 4 ପ୍ଲସ ଇ ତାହେଲେ ଇ ର ମୂଲ୍ୟ କେତେ 71 ତାହେଲେ ଏ ର ମୂଲ୍ୟ କେତେ 4 ପ୍ଲସ 71 କେତେ ହେଇଯିବ ମୋର ନା 75 କେତେ ହେଇଯିବ 75 କେଜି ବୁଝିପାରୁଛନ୍ତି ତାହେଲେ ଏଇଟା ମୋର କାଢିବା କିଛି ଦରକାର ନାହିଁ ବୁଝିହଉଛି ନା ବୁଝିହଉନି ତାହେଲେ କେତେ ହେଇଯିବ 75 ହେଇଯିବ ବୁଝିପାରିଲେ ସମସ୍ତେ ବୁଝିପାରିଲେ ନା ବୁଝିପାରିଲେନି ବୁଝିପାରିଲେ এইଭଳି କ୍ୱେଶ୍ଚିନ୍ ଆସିବ ଆଇ ହୋପ କି ସମସ୍ତେ କରିପାରିବେ ବୁଝିବେ ସମସ୍ତଙ୍କୁ ନେକ୍ସଟ କ୍ୱେଶ୍ଚିନ୍ ଯିବା ଯଦି ବି ଡାଉଟ ରହୁଛି ଆପଣମାନେ ମତେ ଟେଲିଗ୍ରାମରେ ପଚାରି ପାରିବେ এই କ୍ୱେଶ୍ଚିନ୍ ଟା ସମସ୍ତେ କରିବା ପାଇଁ ଟ୍ରାଏ କରନ୍ତୁ कौन देखिए ना एवरेज ऑफ अ collection of 20 measurement was calculated 56 but later that found mistake had occurred one of the measurement which is recorded 64 cm but should be taken 61 cm but is the correct average must be ସେ କହିଲା 20 ଟା ଜିନିଷ ଅଛି 20 ଟା ଜିନିଷର ଆଭରେଜ କେତେ ଦେଇଛି ନା ଆଭରେଜ ଦେଇଛି 56 କେତେ ଦେଇଛି 56 ଦେଇଛି କିନ୍ତୁ କହିଛି ଗୋଟେ ଜିନିଷକୁ କଣ କରାଯାଇଛି ନା 64 ନିଆଯାଇଛି କେତେ 64 ନିଆଯାଇଛି କିନ୍ତୁ ଆକ୍ଚୁଆଲି କେତେ ନା ଆକ୍ଚୁଆଲି ହଉଛି 61 ତାହେଲେ 64 ନିଆଯାଇଛି ଆକ୍ଚୁଆଲି ହଉଛି 61 କେତେ ଅଧିକ ନିଆଯାଇଛି ନା 3 ଅଧିକ ନିଆଯାଇଛି ଯେହେତୁ 3 ଅଧିକ ନିଆଯାଇଛି ତାହେଲେ ଏଇ 3 କଣ କରାହବ ନା 20 ଜଣ ଭିତରେ ବଣ୍ଟା ହବ କେତେ 3 ଡିଭାଇଡେଡ୍ ବାଇ 20 ଯେହେତୁ ଏଟା ଅଧିକ ନିଆଯାଇଛି ଦେଖନ୍ତୁ 64 ନିଆଯାଇଛି କିନ୍ତୁ ନବା କଥା 61 କେତେ 3 ଅଧିକ ନିଆଯାଇଛି ଏଠି ମାଇନସ କରିଦେଲେ ସେଇଭଳି ଭାବେ 56 ମାଇନସ କେତେ ଦେଖନ୍ତୁ 3 ବାଇ 2 ହେଇଛି କେତେ 1.5 0.15 ତାହେଲେ କେତେ ହେଇଯିବ ମୋର 55.85 କେତେ ହେଇଯିବ 55.85 ବୁଝିହଉଛି କେତେ ହେଇଯିବ 55.85 ଠିକ ଅଛି ନେକ୍ସଟ କ୍ୱେଶ୍ଚିନ୍ ଯିବା এইଭଳି ଭାବେ ଆପଣମାନେ କ୍ୱେଶ୍ଚିନ୍ କୁ ସଲ୍ଭ କରିବେ ସବୁ ସେଇ ଟାଇପ ର କ୍ୱେଶ୍ଚିନ୍ ଭାବିଲେ এইଭଳିଆ କ୍ୱେଶ୍ଚିନ୍ ବହୁତ ଅଛି କଣ କହିଛି ଭାଇ ମାନେ average of 25 observation 13 but it was later found observation 73 was wrongly taken as କେତେ 48 ତାହେଲେ 73 ନବା କଥା କେତେ ନବା କଥା 73 73 ନବା କଥା କିନ୍ତୁ ନିଆଯାଇଛି କେତେ ନା 48 ନିଆଯାଇଛି କେତେ 48 ନିଆଯାଇଛି ତାହେଲେ କମେଇକି ନିଆଯାଇଛି ତ 73 18 କେତେ 5 ଏଠି ରହିଲା କେତେ ନା କେତେ ରହିଲା 6 ରୁ 4 ଗଲେ 25 ତାହେଲେ 25 କଣ ହେଇଛି କମେଇକି ନିଆଯାଇଛି କଣ ହେଇଛି ନା କମେଇକି ନିଆଯାଇଛି ଦେଖନ୍ତୁ ଅବଜର୍ଭ 73 was taken wrong as 48 73 ନବା କଥା 48 ନିଆଯାଇଛି ବୁଝିପାରିଲେ କେତେଟା ନା 25 ଟା ଜିନିଷର ଆଭରେଜ ହଉଛି କେତେ ନା 13 କେତେ 13 ତାହେଲେ କେତେ କମେଇକି ନିଆଯାଇଛି ତାହେଲେ କମେଇକି ନିଆଯାଇଛି ତାହେଲେ ଏଠି ମୁଁ କଣ କରିବି ଆଡ କରିବି କେତେ 25 କେତେଟା ଜିନିଷ ଅଛି 25 ଟା ଜିନିଷ ତ ଡିଭାଇଡେଡ୍ ବାଇ 25 ତାହେଲେ କେତେ ହେଲା 13 ପ୍ଲସ 1 ତାହେଲେ କେତେ ହେଲା ନା 14 ଅପସନ ନମ୍ବର 2 ହେଇଗଲା correct। ବହୁତ ସହଜ କ୍ୱେଶ୍ଚିନ୍ ଭାଇ ମାନେ ବହୁତ ସହଜ କ୍ୱେଶ୍ଚିନ୍ ଆପଣମାନଙ୍କୁ ଖାଲି ଧ୍ୟାନ ରଖିବାକୁ ହବ କନସେପ୍ଟ ଥରେ ବୁଝିଗଲା ପରେ ଆପଣ ବହୁତ ସହଜରେ ମାତ୍ର 10 ସେକେଣ୍ଡ ରୁ 15 ସେକେଣ୍ଡ ଭିତରେ ଆନ୍ସର କରିପାରିବେ ଯାହା ଆପଣଙ୍କୁ କଣ କେବଳ କ୍ୱେଶ୍ଚିନ୍ ପଢିବା ପାଇଁ ଟାଇମ୍ ଦରକାର ବୁଝିପାରିଲେ क्वेश्चन पढ़िया ପାଇଁ କେବଳ ଟାଇମ୍
ବୁଝିପାରିଲେ? ବୁଝିପାରିଲେ ସମସ୍ତେ? ବୁଝିଗଲା? ନେକ୍ସଟ କ୍ୱେଶ୍ଚନ ଯିବା। तो कौन देखिए ना मीन ऑफ 10 नंबर से 30 एट द ऑब्जर्वेशन नंबर कौन देखिए ना 10टा नंबर 10टा नंबर एवरेज केते 30 ताले मु कहि पारि 10टा नंबर एवरेज केते 30 कहि पारि किंतु कोन कहछि इट वाज ऑब्जर्व दैट द नंबर 15 और 23 आर रॉन्ग टेकन एज केते 51 और 32 ତା କଥା ତ 15 ଆଉ 23 କିନ୍ତୁ ନିଆଯାଇଛି କେତେ 51 32 ନିଆଯାଇଛି ତାହେଲେ ଭୁଲ କେତେ ନିଆଯାଇଛି ନା 51 ପ୍ଲସ 32 କେତେ ଏତିକି ଭୁଲ ନିଆଯାଇଛି 3 1 23 ତ 83 କଣ କରାଯାଇଛି ନା 83 ଆପଣଙ୍କର କଣ ନିଆଯାଇଛି କିନ୍ତୁ ଆକ୍ଚୁଆଲି ହେବା କେତେ 15 ପ୍ଲସ 23 ଏତିକି ନେବା କଥା ତ ଟୋଟାଲ ଦେଖିଲେ କେତେ ହେଇଗଲା 8 ଇଏ କେତେ ହେଇଗଲା ନା 3 ତାହେଲେ ଫେଡି ଦେଲେ କେତେ ହେଇଯାଉଛି 13 ରୁ 8 ଗଲେ 5 7 ରୁ 3 ଗଲେ 4 ତାର ତ ମୁଁ କହିପାରିବି ଭାଇ ମାନେ 45 କଣ କରାଇ ଦେଖନ୍ତୁ ଏତିକି ନବା କଥା କିନ୍ତୁ ଏତିକି ଭୁଲରେ ନିଆଯାଇଛି ତାହେଲେ କଣ ହେଇଛି ନା 45 ଅଧିକ ନେଇଯାଇଛି ତାର ତ କଣ 45 ଫେଳିବି 45 ମାଇନସ 45 କେତେ ନମ୍ବର ନା 10ଟା ନମ୍ବର ଡିଭାଇଡେଡ ବାଇ 10 ତାହେଲେ କେତେ 30 ମାଇନସ କେତେ 4.5 ତାହେଲେ କେତେ ହେଇଯିବ 25.5 ନମ୍ବର ଏଇ ଆପଣଙ୍କର ठीक है ना बहुत सहज क्वेश्चन भाई मैंने बहुत सहज क्वेश्चन बुझीगला ना बुझीगला आई होप कि समस्त बुझीगला जदि न बुझी पारछन त हमर टेलीग्राम ग्रुप रे जॉइन हेछि तापर क्वेश्चन देखो what the mean of a 50 observation is 36 it was a latter found that the 48 was wrong taken as 23 that's the correct new mean केते ସେଇ ଭଳି ଭାବେ 48 ନବା କଥା କେତେ ନିଆଯାଇଛି 48 ନବା କଥା ନିଆଯାଇଛି କେତେ 23 କେତେ ନିଆଯାଇଛି ନା 23 ନିଆଯାଇଛି ତାହେଲେ 48 ନବା କଥା 23 ନିଆଯାଇଛି ଏଟା ଠିକ ଏଟା ଭୁଲ କେତେ 5 ମାଇନସ କେତେ 2 ତ କେତେ ହେଲା 25 ଟା କଣ ହେଇଛି ନା ଏଇଟା ନବା କଥା ଏଟା ନିଆଯାଇଛି କମେଇକି ନିଆଯାଇଛି ତାହେଲେ ମୁଁ କହିଲି ଏଟା କମେଇକି ନିଆଯାଇଛି ତାକୁ ମୁଁ କହିପାରିବି 50 ଟାର ଅବଜରଭେସନ ର ଆଭରେଜ ହଉଛି କେତେ 36 ତାହେଲେ ଠିକ ଅଛି ତାହେଲେ ଏଠି କମେଇକି ନିଆଯାଇଛି ଏଠି କମେଇକି ନିଆଯାଇଛି ଏଠି ବଢିଆ ତ କେତେ 25 କେତେଟା ନମ୍ବର ଅଛି ନା 50 ଟା ନମ୍ବର ତାହେଲେ ମୋ ନୂଆ ଆଭରେଜ କେତେ ହେଲା 36 ପ୍ଲସ କେତେ 0.5 ତାହେଲେ କେତେ ହେଇଗଲା 36.5 କେତେ ହେଇଯିବ 36.5 ଅପସନ ନମ୍ବର 3 ହେଇଗଲା କଣ କରେକ୍ଟ ଆନ୍ସର ବୁଝିଗଲା ବୁଝିପାରିଲେ ସମସ୍ତେ ନେକ୍ସଟ କ୍वेଶ୍चन ଯିବା ଆଉ ବୁଝିପାରିଲେ ଭାଇ ମାନେ ଆପଣ ମାନେ ଆମର ଟେଲିଗ୍ରାମ ଗ୍ରୁପ ରେ ଜଏନ ହୋଇକି ଆମକୁ କମେଣ୍ଟ କରିବେ ବୁଝିହେଉଛି ନା ବୁଝିହଉନି এইଭଳି କ୍ୱେଶ୍ଚିନ୍ ବହୁତ ଆସିଥାଏ এইଭଳି କ୍ୱେଶ୍ଚିନ୍ ଆପଣ ବହୁତ ଧ୍ୟାନ ଦେବା ଦରକାର ତାପରେ କଣ ଦେଇଛି ଦ ଆଭରେଜ ଅଫ 7 ନମ୍ବର ଦେଇଛି କେତେ 18 if one of the number is 17 and it is replaced by 31 then the average become କେତେ ବଢିଆ କ୍ୱେଶ୍ଚିନ୍ ଟା ସେ କହିଲେ 7ଟା ନମ୍ବର ହଁ ଆଭରେଜ ଅଫ 7 ନମ୍ବର 7ଟା ନମ୍ବର ଅଛି ଯାହାଙ୍କର ଆଭରେଜ କେତେ 18 କେତେ ହଉଛି 18 ସେ କଣ କଲା ନା 7ଟା ନମ୍ବର ଏମିତି ଅଛି କେତେ 7ଟା ନମ୍ବର ଅଛି 7ଟା ନମ୍ବର ଆଭରେଜ ହଉଛି 18 ତାହେଲେ ଗୋଟେ ନମ୍ବରକୁ ପଢାଗଲା ତା ଜାଗାରେ କଣ ହେଇଛି ନା ଆଉ ଗୋଟେ ନମ୍ବର ଆସିକି ମିଶିଲା ତା ଜାଗାରେ କଣ ହେଇଛି ନା ଆଉ ଗୋଟେ ନମ୍ବର ଆସିକି ମିଶିଲା କଣ ହେଇଛି ଆଉ ଗୋଟେ ନମ୍ବର ମୁଁ କହିବି ଭାଇ ମାନେ ଯୋଉ ନମ୍ବରଟା ପଢାଗଲା ଯଦି ତା ବଦଳରେ ସେଇ ନମ୍ବରଟା ଆସିକି ମିଶିଥାନ୍ତା ତାହେଲେ କଣ ହେଇଥାନ୍ତା ତାହେଲେ ଆମର ସେଇ ସେମ ଆଭରେଜ ରହିଥାନ୍ତା କିନ୍ତୁ ଯେହେତୁ ତା ଜାଗାରେ ଆଉ ଗୋଟେ ଆସିକି ମିଶିଲା
ତାହେଲେ ଭାଇ ମାନେ କହିଛି ଗୋଟେ ବାହାରିଲା କେତେ ନା ୱିଥ୍ ୱାନ୍ ଅଫ୍ ଦି ନମ୍ବର 17 17 ବାହାରିଲା କଣ ହେଲା ନା 17 ବାହାରିଲା ତା ଜାଗାରେ ମିଶିଲା କେତେ ନା ତା ଜାଗାରେ ଆସିକି ରିପ୍ଲେସ୍ ହେଲା 31 ତାହେଲେ କଣ ହବ ତ ଯୋଉଟା ବାହାରିଲା ଯଦି ସେଇଟା ପଶିଥାନ୍ତା ତା ଅର୍ଥ କଣ ମୋର ସେମ୍ ରହିଥାନ୍ତା କିନ୍ତୁ 17 ବାହାରିକି 31 ପଶିଲା ତାହେଲେ କେତେ ଅଧିକ ବାହାରିଲା ଭାଇ ମାନେ ଦେଖିଲେ ତାହେଲେ ଆପଣ ମାନେ କହିବେ 14 ଅଧିକ ପଶିଲା କେତେ 14 ଅଧିକ ପଶିଲା ତା ଅର୍ଥ ଭାଇ ମାନେ ମୁଁ କହିପାରିବି ତାହେଲେ 18 ଥିଲା ଏଇ ଯୋଉ 14 ଅଧିକ ପଶିଲା ଏଇ 14 ମଧ୍ୟ କଣ ହବ 7 ଜଣଙ୍କ ଭିତରେ ବଣ୍ଟା ହବ କେତେ ହବ 7 ଜଣଙ୍କ ଭିତରେ ବଣ୍ଟା ହବ 18 ପ୍ଲସ୍ 2 କେତେ ହେଇଥିବ ମୋର ଆନ୍ସର 20 ହେଇଯିବ ବୁଝିହଉଛି କେତେ ହେଇଯିବ 20 ହେଇଯିବ ବୁଝିହେଲା ନା ବୁଝିହେଲାନି ନେକ୍ସଟ କ୍ୱେଶ୍ଚନ ଯିବା ବହୁତ ସହଜ କ୍ୱେଶ୍ଚନ ମାନେ 10 ସେକେଣ୍ଡରୁ 20 ସେକେଣ୍ଡ ଲାଗିବ ଆପଣଙ୍କୁ କରିବା ପାଇଁ 10 ସେକେଣ୍ଡରୁ 20 ସେକେଣ୍ଡ ଲାଗିବ the average of 9 integers found to be 11 but after the calculation it was detected that by mistake the integer 23 was copied as 32 while calculate the average after one due correction is made the new average will be କେତେ ସେ କଣ କଲା କହିଲ ଭାଇ ମାନେ ବହୁତ ସହଜ କ୍ୱେଶ୍ଚନ ତାର 9ଟା ଜିନିଷ ଅଛି ତାର ଆଭରେଜ ହଉଛି କେତେ ନା 11 କେତେ ନା 11 ବଟ ଫାଇନ୍ କେତେ 23 ଟା କଣ ହେଇଛି 23 ଟା କଣ କହିଛି ନା 32 ଭାବେ ନେଇଯାଇଛି 23 ଟା କଣ ହେଇଛି ନା 32 ଭାବେ ଏଇଟା ଭୁଲ ଏଇଟା ଠିକ ତାହେଲେ ଆପଣ ଯଦି ଫେରିବେ ଫେରିଲେ କେତେ ହବ ଭାଇ ମାନେ ତ ଭାଇ ମାନେ ଦେଖିଲେ 32 ଟା ନିଆଯାଇଛି କିନ୍ତୁ 23 ଟା ନବା କଥା ତାହେଲେ କେତେ ଅଧିକ ନିଆଯାଇଛି ଆପଣ ମାନେ କହିପାରିବେ କେତେ ନା 9 ଅଧିକ ନିଆଯାଇଛି ଏଇଟା ଅଧିକ ନିଆଯାଇଛି ତାହେଲେ ଭାଇ ମାନେ ମୁଁ କଣ ଏଇଟା 9 ଫେରିବି କିନ୍ତୁ କେତେବେଳେ ସେ 9 ଜଣ 9 ଡିଭାଇଡ କରି କେତେ 11 ମାଇନସ 1 କେତେ ହେଇଗଲା ମୋର ନା 10 ହେଇଗଲା ବୁଝିହଉଛି କେତେ ହେଇଗଲା ନା 10 ହେଇଗଲା ନେକ୍ସଟ କ୍ୱେଶ୍ଚନ ଦେଖିବା So the average of 20 students in a class is increased by 0.75. When one of the student would get a 30 kg is replaced by a new student. What weight of the new student is केते बढ़िया क्वेश्चन से कौन कहला भाई मान देखो बहुत बढ़िया कॉन्सेप्चुअल क्वेश्चन टा से कहला भाई माने एवरेज जो 20 स्टूडेंट तार 20 टा स्टूडेंट थिले 20 स्टूडेंट थिले केते हला ताकर वेट एवरेज वेट कोन हला ना 0.75 बढ़िया बुझिगले 0.75 बढ़िया କଣ ହେଲା କଣ ପାଇଁ ବଢିଲା ନା ଯେତେବେଳେ କଣ when one of the student weight କେତେ 30 କେଜି ଯେତେବେଳେ 30 କେଜିର ଗୋଟେ ଷ୍ଟୁଡେଣ୍ଟ କଣ ହେଲା ନା ପଶିଲା ଭିତରେ କାହା ବଦଳରେ ନା ଗୋଟେ ବାଇ ନ୍ୟୁ ଷ୍ଟୁଡେଣ୍ଟ ସରି 30 କେଜିର ଗୋଟେ ଷ୍ଟୁଡେଣ୍ଟ ବାହାରିଲା କଣ ହେଲା ନା 30 କେଜିର ଗୋଟେ ଷ୍ଟୁଡେଣ୍ଟ ବାହାରିଲା ତା ବଦଳରେ ଆଉ ଗୋଟେ ଯୋଉ ନୂଆ ଷ୍ଟୁଡେଣ୍ଟ ପଶିଲା ତାର ୱେଟ କଣ ହେଲା ସେ ପଶିଲା ପରେ ସମସ୍ତଙ୍କ ଗଲା ନା 0.75 କେଜି ବଢିଗଲା ପଚାରିଛି କଣ ନା ୱେଟ୍ ଅଫ ଦି ନ୍ୟୁ ଷ୍ଟୁଡେଣ୍ଟ କେତେ ତ ଭାଇ ମାନେ ଦେଖିଲେ ଦେଖନ୍ତୁ 5 10 15 ହେଲା 5 10 15 ଏମାନଙ୍କର ଯଦି ମୁଁ କାଢିବି ଆଭରେଜ କେତେ ହେଲା ଟୋଟାଲ ହେଲା 30 ଡିଭାଇଡେଡ୍ ବାଇ 3 କେତେ ହେଲା ମୋର ନା 15 ହେଇଗଲା ମୋର ଆଭରେଜ ସରି କେତେ 10 ହେଇଗଲା କେତେ ହେଲା ନା 10 ମୁଁ କହିବି ଏମାନଙ୍କ ଆଭରେଜ ଯୋଉଟା ହଉଛି 10 ଏଇ 15 ବ୍ୟକ୍ତିଟା ଯଦି କହିବି ଏ ଭିତରୁ ଜଣେ ବାହାରିବ ଏଇ 10ଟା ମନେକର ବାହାରିଲା ଏଇ 10ଟା ବାହାରିଲା ଯଦି ୟା ବଦଳରେ ଆଉ ଗୋଟେ 10 ପଶିଲା ତାହେଲେ ମୋର କିଛି ପ୍ରୋବ୍ଲେମ ନାହିଁ କିନ୍ତୁ କଣ ହେଇଛି ଯଦି 10 ବଦଳରେ ଆଉ ଗୋଟେ କିଛି ପଶିବ ଯାହା ଦ୍ୱାରା କଣ ହବ ବଢିବ କିମ୍ବା କମିବ ସେଇଭଳି ଆପଣ 0.75 କଣ ହେଲା ନା ବଢିଗଲା ତାପରେ ମୁଁ କହିପାରିବି ଏଇ 30 କେଜି ଯଦି ବାହାରିଲା 30 କେଜି ଯଦି ପଶିଥାନ୍ତା ସେମ ଥାନ୍ତା କିନ୍ତୁ କଣ ଅଛି 0.75 କେଜି କଣ ଅଛି ନା ବଢି ପାଇ 0.75 ବଢି ଯାଇଛି ତା ୱେଟ କେତେ ଥିବ କହିଲ ସେ 30 ତ ଥିବ ପ୍ଲସ କଣ ନା 0.75 ବଢିଗଲା ତାହେଲେ କେତେ ଜଣ ଷ୍ଟୁଡେଣ୍ଟ ନା 20 ଜଣ ଷ୍ଟୁଡେଣ୍ଟ ଅଛନ୍ତି କେତେ ଅଛନ୍ତି ନା 20 ଜଣ ଷ୍ଟୁଡେଣ୍ଟ ଅଛନ୍ତି ତାହେଲେ ମୁଁ କହିପାରିବି ଭାଇ ମାନେ 30 ତ ଥିଲା ପ୍ଲସ କେତେ ନା 15 ପଶିଲା ଏକ୍ସଟ୍ରା 15 ପଶିଲା ତାହେଲେ ଟୋଟାଲ କେତେ ହେଲା ନା 45 କେଜି ହେଇଗଲା ନୂଆ ଷ୍ଟୁଡେଣ୍ଟର ୱେଟ କେତେ ବୁଝିପାରୁଛନ୍ତି ଯଦି 30 କେଜିର ଯୋଉ ବାହାରିଲା 30 କେଜି ଯୋଉ ବାହାରିଲା ତା ବଦଳରେ ଯଦି 30 କେଜି ପଶିଥାନ୍ତା ତାହେଲେ ମୁଁ କଣ କହିଥାନ୍ତି ତାହେଲେ ଆଭରେଜ ଗୋଟେ ଯାହା ଥିଲା ଏବେ ମତେ ସେୟା ଅଛି କିନ୍ତୁ କଣ ଯୋଉ ନୂଆ ଷ୍ଟୁଡେଣ୍ଟ ପଶିଲା ସେ କଣ କଲା ନା 0.7 କେଜି କଣ ହେଲା ନା ଏକ୍ସଟ୍ରା ଆଡ କଲା ସମସ୍ତଙ୍କ ଦେହରେ
ତ କେତେ ଜଣ ଅଛନ୍ତି ନା 20 ଜଣ ଅଛନ୍ତି, ତାହେଲେ ମୁଁ କହିପାରିବି ଏଇ 0.75 କେଜି ସେ ଗଲା 20 ଜଣ ଭିତରେ ବାଣ୍ଟିଲା, ଟୋଟାଲ ସେ କେତେ ଏକ୍ସଟ୍ରା ନେଇ ପଶିଲା ନା 50 ଏକ୍ସଟ୍ରା ନେଇ ପଶିଲା। ତ ସେ ନୂଆ ଷ୍ଟୁଡେଣ୍ଟ ୱେଟ କେତେ ନା 45 କେଜି। ଠିକ ଅଛି, ବୁଝିହଉଛି ସମସ୍ତଙ୍କୁ? ବୁଝିହଉଛି? ଏଇଟା ମଧ୍ୟ ବହୁତ ସହଜ କୋଶ୍ଚିନ୍ ଟା, ସେଇଭଳି କୋଶ୍ଚିନ୍ ଟା ସମସ୍ତେ କରିବା ପାଇଁ ଟ୍ରାଏ କରନ୍ତୁ। କଣ ଦେଇଛି ନା ଆଭରେଜ ଅଫ 9 ଅବଜରଭେସନ ଫାଉଣ୍ଡ କେତେ 35, 9 ଜଣଙ୍କର 35, କେତେ 35, କିନ୍ତୁ ଲ୍ୟାଟରାଲ ଡିଟେକ୍ଟର ଦ୍ୱାରା ଆର ଅବଜରଭେସନ 81 ଅଛି, ବିଷ୍ଟ ଅଛି କେତେ 18, କିନ୍ତୁ 81 ଟା କଣ କରାଯାଇଛି ନା 18 ଭାବେ ନିଆଯାଇଛି। ତାହେଲେ ଏଇଟା ଭୁଲ ଏଇଟା ଠିକ। ତାହେଲେ ଭାଇ ମାନେ ଦେଖିଲେ ଯଦି 81 ଟା ମୁଁ 18 ଭାବେ କେତେ କମେଇକି ନେଇଛି ଦେଖିଲେ ଭାଇ ମାନେ 11 ରୁ 8 ଗଲେ କେତେ ହେଇଯିବ ମୋର ନା 3, ଏଠି କେତେ ରହିଲା ନା 11 ରୁ 8 ଗଲେ 3, ଏଠି ରହିଲା ଆପଣଙ୍କର କେତେ 7, 7 ରେ କେତେ ତାହେଲେ କେତେ 6, 63, ତାହେଲେ 63 ମୁଁ କମେଇକି ନେଇଛି। ତାହେଲେ ମୁଁ ଏଠି 63 ବଢେଇଦେବି, କଣ କରିବି 63 ବଢେଇଦେବି, କେତେ ଜଣ ଅଛି 9 ଜଣ ଅଛନ୍ତି, ଡିଭାଇଡେଡ୍ ବାଇ 9 କେତେ ହେଇଯିବ 35 ପ୍ଲସ 63 ବାଇ 9 କେତେ ହେଇଯିବ 7, ଆଂସର କେତେ ବାହାରି ପଡିବ ନା 82। 82 ବୁଝିଗଲା? ବୁଝିଗଲା ନା ବୁଝିଗଲା? ବୁଝିଗଲା ତ? ଠିକ ଅଛି। ତାପରେ ଆସିଲା କ୍ରିକେଟ ଭାଇ, କ୍ରିକେଟ କନସେପ୍ଟ କାଲି ଆମେ ପଢିବା, କ୍ରିକେଟ ର ବୋଲିଂ ଆଭରେଜ ବ୍ୟାଟିଂ ଆଭରେଜ କାଲି ପଢିବା। ତ ଆଜି ପାଇଁ ଭାଇ ମାନେ କ୍ଲାସ ଏତିକି ଥାଉ। ଯଦି ଆପଣଙ୍କ କ୍ଲାସ ଭଲ ଲାଗିଥିବ ତ ଫ୍ରେଣ୍ଡ ସର୍କଲ ଭାଇ ମାନେ ଆଭରେଜ ହଉଛି ମୋଷ୍ଟ ଇମ୍ପୋର୍ଟାଣ୍ଟ କନସେପ୍ଟ। ତ ଆଭରେଜ କୁ ଭଲସେ ଧ୍ୟାନର ସହିତ ପଢନ୍ତୁ। ଆଭରେଜ ଉପରେ ଆମେ ବହୁତ ବଢିଆ କନସେପ୍ଟ ଡିସ୍କସନ କରୁଛେ। ଯଦି ଆପଣଙ୍କ ପଢିବାରେ ଭଲସେ ମନ ଥାଏ ତାହେଲେ ଆପଣମାନଙ୍କୁ ଏତିକି ରିକ୍ୱେଷ୍ଟ କି ଆପଣ ମାନେ ଭଲସେ ପୁରା ଷ୍ଟାର୍ଟିଂ କନସେପ୍ଟ ସହିତ ପଢନ୍ତୁ। ଯଦି ବି କିଛି ପ୍ରୋବ୍ଲେମ ରହୁଛି ଆପଣ ଆମମାନଙ୍କୁ ଟେଲିଗ୍ରାମରେ ମେସେଜ କରନ୍ତୁ, ଆମେ ତାକୁ ମଧ୍ୟ ଡାଉଟ କ୍ଲିୟର କରିବାକୁ ଟ୍ରାଏ କରିବୁ। ଠିକ ଅଛି, ଠିକ ଅଛି। ତ ଜୟ ଜଗନ୍ନାଥ ସମସ୍ତଙ୍କୁ, ସୁପ୍ରଭାତ।